ଆଜ୍ଞା ମାନେ ଜୁହାର। ଏଚ୍ ହେଲା ମେ 7 ତାରିଖ ଗୁରୁବାର ଦିନ ଆର୍ ଆପଣମାନେ ଦେଖୁଛନ୍ ସମ୍ବଲପୁରୀ ନ୍ୟୁଜ୍। ତାହେଲେ ଆସୁନ୍ ଦେଖମା ଆଜିର ଖବରଟା କାଣା କାଣା ଅଛେ। ଇ ମାସର ଏବାର 25 ତାରିଖନୁ ରବି ସିଜନର ଧାନ କିଣାଟା ଆରମ୍ଭ ହେବା। ଇ ବର୍ଷ ରବି ସିଜନନ ବଲାଙ୍ଗୀର ଡିଷ୍ଟ୍ରିକ୍ଟର 125ଟା ସମବାୟ ସମିତିରେ 17,304ଟା ଚାଷୀ ପଞ୍ଜୀକରଣ କରିଛନ୍ ଧାନ ବିକବାର ଲାଗି। 48 ଘଣ୍ଟା ଭିତରେ ବଙ୍ଗୋପସାଗରନୁ ଗୁଟେ ଲଘୁଚାପ ସୃଷ୍ଟି ହେବା ବୋଲିକରି ପାଣିପାଗ ବିଭାଗରୁ ସୂଚନା ମିଳିଛେ। ଇ ଲଘୁଚାପଟା ବାତ୍ୟାର ରୂପ ନେଇପାରେ ବୋଲିକରି ପାଣିପାଗ ବିଭାଗର ବିଶେଷଜ୍ଞମାନେ କହୁଛନ୍। ଆମର୍ ଚ୍ୟାନେଲକେ ଟିକେ ସବସ୍କ୍ରାଇବ କରିଦଉନ୍ ଆର୍ ଭିଡ଼ିଓକେ ଲାଇକ୍ କରବାରଟା ନାଇଁ ଭୁଲବେ। ଆମର୍ ଓଡ଼ିଶା ଆର୍ ଆନ୍ଧ୍ରାର ଏରିଆ ଲାଗିକରି ଯେନ୍ ଲୋକମାନେ ରହୁଛନ୍ ସେମାନକେ ଆନ୍ଧ୍ରା ସରକାର ବହୁତ ସୁବିଧା ଦଉଛେ। ସେଥିର ଲାଗି ସେନର ଲୋକମାନେ ଆନ୍ଧ୍ରର ବାସିନ୍ଦା ହେବାର ଲାଗି ବେଶୀ ଇଚ୍ଛା କରୁଛନ୍। ଇନର ଅପେକ୍ଷା ଆନ୍ଧ୍ର ସରକାର ବେଶୀ ଭତ୍ତା ପଇସା ଆରୁ ଚାଉଳ ଦଉଛେ। ଇନର ଲୋକମାନେ ସେନକେ ଯିବାର ଲାଗି ବହୁତ ଇଚ୍ଛା କରୁଛନ୍। ସମ୍ବଲପୁର ବୁର୍ଲା ଭୀମସାର ହସ୍ପିଟାଲନ ଇ 30 ଦିନ ଭିତରେ 60ଟା ପ୍ରସୂତି ମା'ମାନଙ୍କର ମୃତ୍ୟୁ ହେଇଛେ। ଇ ଘଟଣାଟା ଯେତେବେଲେ ସମ୍ବାଦ ପେପରରେ ପ୍ରକାଶ ପାଇଲା, ସ୍ୱାସ୍ଥ୍ୟ ବିଭାଗ ଭୀମସାର କଲେଜର ନିର୍ଦ୍ଦେଶକକେ ଆଦେଶ ଦେଇଛେ ଇତାର ରିପୋର୍ଟ ଦେବାର ଲାଗି। ଓଡ଼ିଶାନ ପେଟ୍ରୋଲ ଆର୍ ଡିଜେଲର ଅଭାବ ଦେଖାଯାଇଛେ। ଗଲା ସପ୍ତାହନ ଆମ ରାଜ୍ୟର ମାଲକାନଗିରି, କଳାହାଣ୍ଡି, ସମ୍ବଲପୁରର କେତେଟା ପେଟ୍ରୋଲ ପମ୍ପରେ ଗ୍ରାହକମାନେ ପେଟ୍ରୋଲ ଆଉ ଡିଜେଲ ନାଇଁ ପେଇନ୍ ପେଟ୍ରୋଲ ସର୍ଟ ହେବା ବୋଲିକରି ଆଶଙ୍କା ଦେଖାଯାଇଛେ। ଜବ୍ କାର୍ଡ ସଙ୍ଗେ ଆଧାର ଲିଙ୍କଟା ସରକାର ବାଧ୍ୟ କରିଛନ୍। ଯେନ୍ମାନେ ଜବ୍ କାର୍ଡରେ ମ୍ୟାଟ୍ ବୁହୁଛନ୍ ସେମାନଙ୍କର ଆଧାର ଲିଙ୍କଟା ଜଲ୍ଦି କରିଦଉନ୍। ଯଦି ସେମାନେ ଜବ୍ କାର୍ଡରେ ଆଧାର ଲିଙ୍କ ନି କରବେ ତାକର ମ୍ୟାଟ୍ ବୁହା ପଇସା ନାଇଁ ପଡ଼େ ଆରୁ ଜବ୍ କାର୍ଡଟା ବନ୍ଦ ହେଇଯିବା। ଆମର ଓଡ଼ିଶା ସରକାର ଇଥର ଫେର ଘର ଦଉଛନ୍। ଅନ୍ତୋଦୟ ଘର ଏପ୍ଲାଏ କରବାର ଲାଗି ଫେର ସରକାର କହିଛନ୍। ଯେନ୍ମାନେ ବିଧବା ଅଛନ୍, ଯେନ୍ମାନେ ହ୍ୟାଣ୍ଡିକ୍ୟାପ୍ ଅଛନ୍ ଆର୍ ଯେନ୍ମାନେ ପୁରା ଅସହାୟ ଅଛନ୍ ସେମାନେ ଅନ୍ତୋଦୟ ଘର ଲାଗି ଏପ୍ଲାଏ କରିପାରବେ। ଟାଟା ପାୱାରର ଚାଲିଛେ ମନମୁଖୀ ଶାସନ। ଆମର୍ ପଶ୍ଚିମ ଓଡ଼ିଶାର ଏରିଆମାନକେ ଲାଇନର ବହୁତ ଅସୁବିଧା ଦେଖବାକେ ମିଲିଛେ ଆର୍ ଟାଟା ପାୱାର ଉପରେ ଲୋକରମାନଙ୍କର ଅଶାନ୍ତି ବହୁତ ଅଛେ। ଅଡ଼ୁଆନ ପଡ଼ିଛନ୍ ତାମିଲନାଡୁର ଥାଲାପତି ବିଜୟ। ଥାଲାପତି ବିଜୟ ସରକାର ଗଢ଼ବାର ଲାଗି 108ଟା ସିଟ୍ ଦରକାର। ହେଲେ ସେ 108ଟା ସିଟ୍ ପୁରେଇ ନି ପାରବାର। ରାଜ୍ୟପାଳ ତାହାକେ 108ଟା ସିଟ୍ ଆର୍ ଏମଏଲଏର ଦସ୍ତଖତ ଆନବାର ଲାଗି କହିଛନ୍। ତାରପରେ ଯାକ ସେ ସରକାର ଗଢ଼ି ପାରବେ। ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 3 ଦିନ ଲାଗି ଗୁଜରାଟ ଯାଇଥିଲେ। ସେ 2 ନମ୍ବର ଦିନରେ ଗୁଜରାଟର ମୁଦ୍ରା ବନ୍ଦରକେ ବୁଲି ଯାଇଥିଲେ ଆର୍ ସେନର ଶିଳ୍ପ ପ୍ରତିନିଧିମାନଙ୍କ ସଙ୍ଗେ କଥା ହେଇଛନ୍। ଫିର୍ କା ମିଲବା ସିଏମ୍ କିଷାନର 2000 ଟଙ୍କା। ସରକାର କରୁଛନ୍ ସିଏମ୍ କିଷାନର ପେଣ୍ଡିଂ ଲିଷ୍ଟକେ ଭେରିଫିକେସନ୍। ଯେନ୍ମାନଙ୍କର ପେଣ୍ଡିଂ ଅଛେ ସେଟା ଭେରିଫିକେସନ୍ ସରଲା ପରେ ସେମାନେ ଫିର୍ ପାଇବେ ସିଏମ୍ କିଷାନର 2000 ଟଙ୍କା। ଗଲାକାଲି ପଞ୍ଜାବ ଆର୍ ହାଇଦ୍ରାବାଦ ଭିତରେ ଚାଲିଥିଲା IPL ମ୍ୟାଚ୍। ହାଇଦ୍ରାବାଦ ପହଲା ବ୍ୟାଟିଂ କରି 235 ରନ୍ କରିଥିଲା। ଇତାର ପରେ ସେକେଣ୍ଡ ବ୍ୟାଟିଂ ପଞ୍ଜାବ କଲା ଆଉ 202 ରନ୍ କରି 33 ରନ୍ରେ ହାରିଥିଲା।